ଯେତିକି ବ୍ଲଡ଼ ନେଇଗଲେ ଗୋଟେ ବର୍ଷ ଖାଇଲେ ବି ସେତିକି ବ୍ଲଡ଼ ହେବନି। ମୋତେ ବହୁତ ଦିନ ଧରି ଥଣ୍ଡା ଜ୍ୱର ଲାଗି ରହିଥିବାରୁ ଆଜି ଆମ ସୋସାଇଟିରେ ୟେସ୍ ବ୍ୟାଙ୍କର ବ୍ଲଡ଼ ଟେଷ୍ଟ କ୍ୟାମ୍ପ ପଡ଼ିଥିଲା। ସେଠିକି ମୋତେ ସ୍ୱାମୀ ନେଇକି ଗଲେ। ସେଠି 3 ବୋତଲ ବ୍ଲଡ଼ ପୁରା ଶୋଷି ନେଇଗଲେ। ସେଠୁ ଆସିଲା ବେଳକୁ ହେଇଯାଇଥିଲା ଟାଇମ୍ 11:30ଟା। ତ ଜଲ୍ଦି ଜଲ୍ଦିରେ ଭାତ ଡାଲମା ଭଜା ବନେଇ କମଳା ଗୋଟେ ଦଳି ମାତ୍ର 5 ମିନିଟରେ ଖାଇ ଦେଇଥିଲୁ ଭାତ 2 ଥାଳି। କହିଲେ ଦେଖି କମଳା ଦଳଟା ଆପଣମାନଙ୍କୁ କେମିତି ଲାଗେ? ତ ଇଏ ପୁଣି ଥିଲା ଓଡ଼ିଶା କମଳା, ସେ ତ ଆହୁରି ଟେଷ୍ଟ। ଖାଇସାରିଲା ପରେ ସନ୍ଧ୍ୟାବେଳକୁ ମନ କହିଥିଲା ଟିକେ ବରା ଆଳୁ କଷା ଖାଇବା ପାଇଁ। ଏଠି ନିଜେ ନ ମଲେ ଜମ ଦେଖିପାରିବନି, କାରଣ ଓଡ଼ିଶା ପରି ସବୁ ପ୍ରକାର ଖାଇବା ଜିନିଷ ଏଠି ମିଳେନି। କେବଳ ମିଳେ ସମୋସା, ତା ଭିତରେ ଆଳୁ ଚକଟା ହେଇକି ପଶିଥିବ। ତାକୁ ଖାଇଲେ ଖାଅ, ନ ଖାଇଲେ ନାହିଁ। ସେଥିପାଇଁ ମୁଁ ବିରି ବାଟି ରଖିଦେଇଥିଲି। ସେଥିରେ ସୁଜି, ଭୂଷଙ୍ଗ ପତ୍ର ଆଉ ଜିରା, ଖାଇବା ସୋଡ଼ା ଟିକେ ପକେଇ ପୁରା ଦୋକାନ ପରେ କ୍ରିପ୍ସି ବରା ବନେଇ ଦେଇଥିଲି। ବରା ଦେଖି ଆପଣମାନେ ଜାଣିପାରୁଥିବେ କେତେ କ୍ରିପ୍ସି ହେଇଥିବ ବୋଲି। ତ ବରାଟା ବହୁତ ସୁନ୍ଦର ହେଇଥିଲା, କିନ୍ତୁ ଆଳୁ କଷାଟା ଟିକେ ଫିକା ପଡ଼ିଗଲା। ଭିଡ଼ିଓ ଭଲ ଲାଗିଥିଲେ ନିଶ୍ଚିତ ସବସ୍କ୍ରାଇବ୍ କରିଦେବେ। ରାଣା ରହିଲା। ଜୟ ଜଗନ୍ନାଥ।